ମୁଁ ହଉଛି ଏଇ ଲବଙ୍ଗ ଦେଶ ରାଜ୍ୟର ମୁଁ ହଉଛି ଘୁମସ୍ତା ମାନେ ମୁଁ ହଉଛି ଚାକର। ଆଜ୍ଞା ମୋର ଫୁଲ୍ ପରିଚୟ ଜାଣିଲେ ଆଜ୍ଞା ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ। କାହିଁକି ନା ମୋ ନାଁ ହେଉଛି ଆଜ୍ଞା ଆଶ୍ଚର୍ଯ୍ୟ ବୋଲି ନାମ, ଆଉ କାମ ବି ଆଶ୍ଚର୍ଯ୍ୟ ବୋଲି କାମ ଆଜ୍ଞା। ସେଇଥିପାଇଁ ଆଜ୍ଞା ମୁଁ ଆଗରୁ ଆପଣ ମାନଙ୍କୁ ଜଣେଇ ଦେଉଛି। ହେଲେ ତା ପୂର୍ବରୁ ଆଜ୍ଞା ମୋର ତ ବହୁତ ବଡ଼ ବଡ଼ ଲୋକଙ୍କର ସହିତ ମୋର ହ୍ୟାଣ୍ଡ ଅଛି ଆଜ୍ଞା। ମାନେ ମୋର ହାତ ଆଜ୍ଞା ବହୁତ ଲମ୍ବା। ଏଇ ନେତା ମନ୍ତ୍ରୀ ପୋଲିସ ନାଲିସଠୁ ଆରମ୍ଭ କରିବାରୁ ଆଜ୍ଞା ସମସ୍ତେ ମୋ ପକେଟରେ ଆଜ୍ଞା ପୁରେଇକି ବୁଲୁଛି। ହେଲେ ଆଜ୍ଞା ଗୋଟିଏ କଥା, ସମସ୍ତଙ୍କୁ ମୋ ପକେଟରେ ପୁରିକି ବୁଲଉଛି ସିନା ଆଜ୍ଞା, ହେଲେ କଣ କରିବି ଆଜ୍ଞା? ମୁଁ କିନ୍ତୁ ମୋ ଘରକୁ ଗଲେ ଆଜ୍ଞା ମୋ ମାଇକିନା ତା ପକେଟରେ ମତେ ପୁରେଇକି ବୁଲୁଛି। ହେଲେ ଆଜ୍ଞା ଏ କଥା ଆଉ କାହା ଆଗରେ କହିବେନି। ଆପଣ ମାନେ ମୋର ନିଜ ଲୋକ ବୋଲି ମୁଁ କହିଦେଲି ଆଜ୍ଞା, ହେଲେ ଏ କଥା କାହାରି ଆଗରେ କହିବିନି ଆଜ୍ଞା। ଯଦି ଏ କଥା କାହାରି ଆଗରେ କହିଦେବେ ତାହେଲେ ଆଉ ଦିନରେ ମୁଁ ଶୁଣିଲେ ଆପଣ ମାନ ପାଖରେ ଆଉ କିଛି କଥା କହିବିନି ଆଜ୍ଞା। କାହିଁକି ନା ଜାଣିଛନ୍ତି ଆଜ୍ଞା ଆପଣ ମାନଙ୍କ ପାଖରେ ମୋ କହିଦଉଛି ଆଜ୍ଞା। ସେଇ କଥା ଯଦି ଆପଣ ମାନେ ଦାଣ୍ଡରେ ଖୋଲିରେ ଯଦି କହି ପକାଇବେ ଆଜ୍ଞା ତାହେଲେ ଆପଣ ମାନଙ୍କୁ ଆଉ କିଛି କହିବେନି ଆଜ୍ଞା। ଆଜ୍ଞା ସେଇଥିପାଇଁ ଆଜ୍ଞା ମୁଁ କହୁଛି ମୋର ବଡ ବଡ ଲୋକଙ୍କର ସହିତ ମୋର ରିଲେସନ ଅଛି ଆଜ୍ଞା। ଆଉ ଗୋଟିଏ କଥା ଆଜ୍ଞା, ଏଇ ଲବଙ୍ଗ ଦେଶ ରାଜ୍ୟର ଜନପ୍ରଜାକୁ ସାବଧାନ। କାହିଁକି ନା ଆଜ୍ଞା ଆମ ରାଜା ରୁଦ୍ର ପ୍ରତାପଙ୍କର ଆଦେଶ ଆମ ରାଜ୍ୟର ଲବଙ୍ଗ ଅନ୍ୟ ରାଜ୍ୟରେ ଚୋରା ଚାଲାଣ ହେଉଛି ବୋଲି ଆମ ରାଜାଙ୍କ ଉପରେ ସନ୍ଦେହ ହେଇଛି ଆଜ୍ଞା। ଆଜ୍ଞା ମୁଁ ମିଛ କହୁନି ଆଜ୍ଞା। ସେଇଥିପାଇଁ ଆଜ୍ଞା ଏଇ ଆମ ସୈନ୍ୟ ସାମନ୍ତକୁ ସମସ୍ତଙ୍କୁ ଜଣାଇ ଦିଆଯାଉଛି ଯେ ସେମାନେ ଏଇ ଲବଙ୍ଗ ଚୋରା ଚାଲାଣ ପ୍ରତି ସାବଧାନ ରହିବେ, ନଚେତ୍ ନହେଲେ ଆଜ୍ଞା ଏଇ ନଟବର ତାକୁ ସିଧା ଛୁରୀ ଭସିଦବ। କାହିଁକି ନା ଜାଣିଛନ୍ତି ଆଜ୍ଞା, କାହିଁକି ନା ଏ ନଟବର ରାଜା ମନ୍ତ୍ରୀ କାହାରିକୁ ମାନେ ନାହିଁ ଆଜ୍ଞା। ସେଇଥିପାଇଁ ଆଜ୍ଞା ଏ ନଟବର କହୁଛି ତାର ଫୁଲ୍ ପରିଚୟ ଆପଣ ମାନଙ୍କୁ ଦଉଛି ଆଜ୍ଞା। ନଟବର ମୁଇଁ ନଟବର, ନଟବର ମୁଇଁ ନଟବର, ନାମ ମୋର ସତେ ନଟବର ରେ, ନାମ ମୋର ସତେ ନଟବର ରେ, ଚାଲିଟା ମୋହର ହରବର ରେ। ନଟବର ମୁଇଁ ନଟବର, ନଟବର ମୁଇଁ ନଟବର, ନଟବର ମୁଇଁ ନଟବର।
ଏମିତିଆ ଆଜ୍ଞା ହେଲେ ଆପଣ ମାନେ କହିଲେ ବିଶ୍ୱାସ କରିବେ ନାହିଁ ଆଜ୍ଞା ଯାହା ହେଲେ ବି କହିବାକୁ ପଡ଼ିବ ନା କାମଟା ମୋର ଲନ୍ଦର ଫନ୍ଦର টাইট ফিটিং করবাটা মোর কবার কামটা মোর লন্দর ফন্দর টাইট ফিটিং করবাটা মোর কবার মেলা দেখি হেসি হাজার দেখি হেসি হাজার ইসনা করে কবার মোর ଆଜ୍ଞା ପୁରାପୁରି କହିବାକୁ ଗଲେ ଆଜ୍ଞା ମୋ ନାଁ ହଉଛି ଆଜ୍ଞା ନଟବରଲାଲ ଖୁରାନା ଆଉ ଆଜ୍ଞା ସର୍ଟକଟ୍ ଆକାରରେ କହିବାକୁ ଗଲେ ଆଜ୍ଞା ମୋ ନାଁ ହେଉଛି ନଟବର ଶୀଘ୍ର ଆସି ଟାଇଟି କର ଆଜ୍ଞା ମୋ କାମ ହଉଛି ଟାଇଟି କରିବା ଯାହାର ଯଦି ଆଜ୍ଞା ଢିଲା ମିଲା ହେଇଛି ତାହେଲେ ମୁଁ ଟାଇଟି କରିବା ଲୋକ ଆଜ୍ଞା କଥା କଣ କି ଆଜ୍ଞା ଆଜିକାଲି ଏଇ ଦୁନିଆରେ ଯାହା ହେଲାଣି ଢିଲା ମିଲାକୁ ଲୋକେ ଆଉ ପସନ୍ଦ କରୁନାହାନ୍ତି ଆଜ୍ଞା ହଉ ଆଜ୍ଞା ପୁଣି କହିବାକୁ ଚାହୁଁଛି ଏଇ ଦୁନିଆରେ ଢିଲା ମିଲାକୁ ଲୋକେ ଆଉ ପସନ୍ଦ କରୁନାହାନ୍ତି ଆଜ୍ଞା ଏ କଥା ଆପଣ ମାନେ ବୁଝିପାରୁଛନ୍ତି ଆଜ୍ଞା ଯାହା ଯୁଗ ହଉଛି ଆଜ୍ଞା ତାହା ଆମେ କରିବାକୁ ଚାଲିଛୁ ଆଜ୍ଞା ସେଇଥିପାଇଁ ଆଜ୍ଞା ମୁଁ କହୁଛି ଯାହା ଯୁଗ ଚାଲିଛି ତାହା ପରିବର୍ତ୍ତନ ହବାକୁ ଚାଲିଛି ହେଲେ ଆଜ୍ଞା ମୁଁ ଆଉ ସେ କଥା ଶୁଣିବାକୁ ଚାହୁଁନି ଯାହା ହେଲେ ବି ଆଜ୍ଞା ମୁଁ ଏ ଆମ ଘରୁ ବାହାରିଛି ମାନେ ମୁଁ ହଉଛି ଆଜ୍ଞା ଏଇ ଲବଙ୍ଗ ଦେଶର ସେନାପତିଙ୍କର ମୁହଁଟି ଆଜ୍ଞା ଘୁମୁଛି ଆଜ୍ଞା ଯାହାର ଯଦି ଢିଲା ମିଲା ହେଇଥାଏ ତାହେଲେ ମୁଁ ହଉଛି ଟାଇଟି କରିବା ଲୋକ ଆଜ୍ଞା ଏମିତି ଟାଇଟି କରିବି ଆଜ୍ଞା ଏଇ ତମ ସିନାପାଲି ଗୋଲାମୁଣ୍ଡା ଧରମଗଡ଼ ସବୁ ଫେଲ୍ ହେଇଯିବେ ଆଜ୍ଞା ଆପଣମାନେ କଣ ଭାବୁଛନ୍ତି ଆଜ୍ଞା ମୁଁ ସେଇଆ ମୁଁ ଯାହା କରିକି ଦେଖାଏ ଯାହା କହିବି ତା କରିକି ଦେଖିବି ହେଲେ ଆଜ୍ଞା ଘରୁ ଯେତେବେଳେ ବାହାରିଛି ମାନେ ଯାଏ ମୋ ଗୁରୁଙ୍କର କାଲେ ଢିଲା ମେଲା ହେଇଥିବ ତାର ଯାଇକି ଟିକେ ଟାଇଟି ନ କରିଲେ ଆଜ୍ଞା ମୋ ମନକୁ ଶାନ୍ତି ମିଳିବ ନାହିଁ ଆଜ୍ଞା ହେଲେ ଆଉ ଏଠି ବିଳମ୍ବ କରିବା ଦରକାର ନାହିଁ ନଟବର ତୁ କେମିତି ଯିବୁ ସେ ଚିନ୍ତା କର